ଆମେ ଯଦି ମୋବାଇଲ ପ୍ରଥମ ଟାଇମ୍ ଦେଖିବାକୁ ହେଲେ ମୋବାଇଲ ଏଇ ବଟନଟାକୁ ଦବାନ୍ତି। ଆମେ ଏଇ ବଟନକୁ ଦବେଇଲେ ସ୍କ୍ରିନ୍ର ଲାଇଟ୍ ଆସିବ, ଟାଇମ୍ ଦେଖିପାରିବା। ଯଦି ଲକ୍ ଖୋଲିବାକୁ ହୁଏ ସେଇଟାକୁ ବି ଦବାଇବାକୁ ପଡ଼େ। ବାରମ୍ବାର ଦବେଇକି ମୋବାଇଲ ଏଇ ସୁଇଚ୍ଟାକୁ ଆମେ ଖରାପ କରୁଛନ୍ତି। ବାରମ୍ବାର ଦବେଇବା ସତ୍ତ୍ୱ ଏ ସୁଇଚ୍ଟା ଖରାପ ହେଇଯାଏ। ୟାକୁ ବିନା ଦବେଇବାର ସ୍କ୍ରିନ୍ ଟଚ୍ର ଆପଣ ଟାଇମ୍ ଦେଖିପାରିବେ, ଲକ୍ ବି ଖୋଲିପାରିବେ। ବଢ଼ିଆ ଟ୍ରିକ୍ଟିଏ। ଭିଡ଼ିଓଟାକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଧୈର୍ଯ୍ୟର ସହ ଦେଖନ୍ତୁ, ସୁନ୍ଦର କମେଣ୍ଟ କରନ୍ତୁ, ଲାଇକ୍ କରନ୍ତୁ, ସାଙ୍ଗମାନଙ୍କୁ ସେୟାର କରନ୍ତୁ, ସାଙ୍ଗମାନେ ବି ଶିଖିପାରିବେ। ଆଉ ଭିଡ଼ିଓକୁ ସେଭ୍ କରି ରଖନ୍ତୁ। ଭିଡ଼ିଓକୁ ସେଭ୍ କରି ରଖିଲେ ଦିବାର ଦେଖିକି ଶିଖିପାରିବେ। ଦେଖନ୍ତୁ ଏହାର ଲାଇଟ୍ ଅନ୍ କଲି, ଦେଖାହେଉଛି ଟାଇମ୍ଟା ଦେଖାଯାଉଛି। ପୁଣି ଏଇଭଳିଆ ସୁଇଚ୍ ଦବେଇଲେ ଅନ୍ଧାର ଲାଇଟ୍ ପଳେଇଗଲା। ଏଇଟା ଆଜି ଶିଖିବା। ଏଇଟାକୁ ଦବେଇ ଦବେଇ ଆମେ ଖରାପ କରୁଛୁ। ସେଇଟାକୁ ଶିଖିବା କେମିତି ବିନା ସୁଇଚ୍ ଦବେଇବାର ଟଚ୍ କରିକି ଆମେ ଟାଇମ୍ ଦେଖିପାରିବା, ଲକ୍ ଖୋଲିପାରିବା। ପ୍ରଥମେ ଆମେ ମୋବାଇଲ ଓପନ୍ କରିବା। ମୋବାଇଲ ଓପନ୍ କଲା ପରେ ଦେଖନ୍ତୁ ସେଟିଂରେ ଯିବା। ସେଟିଂ ଯିବା, ସେଟିଂର ସର୍ଚ୍ଚ ବାରରେ ଲେଖିବା WAKE ଲେଖିଲେ ଲେଖିଲା ପରେ ସର୍ଚ୍ଚ ବାରରେ ସର୍ଚ୍ଚ କରିବା। ସର୍ଚ୍ଚ କଲା ପରେ ଦେଖନ୍ତୁ 3 ନମ୍ବର ଅଛି ରାଇଜ୍ ଟୁ ୱାକ୍, ତାକୁ ଓପନ୍ କରନ୍ତୁ। ଓପନ୍ କଲା ପରେ ତାପରେ ଦେଖନ୍ତୁ ସଭା ଉପରେ ରାଇଜ୍ ଟୁ ୱାକ୍ ଅନ୍ କରିଦିଅନ୍ତୁ। ତାପରେ ତା ତଳଟା ଲେଖା ହେଇଛି ଡବଲ୍ ଟ୍ୟାପ୍ ୱାକ୍, ତାକୁ ଓପନ୍ କରିଦିଅନ୍ତୁ। ସଭା ତଳେ ଡବଲ୍ ଟ୍ୟାପ୍ ଟର୍ନ ୱାକ୍, ତାକୁ ଓପନ୍ କରିଦିଅନ୍ତୁ। ଓପନ୍ କରିକି ବ୍ୟାକ୍ କରିବା। ବ୍ୟାକ୍ କରିକି ଦେଖିବା ଏଟା କାମ କରୁଛି କି ନାହିଁ। ଦେଖନ୍ତୁ ମୁଁ ଏଥର 2 ଥର ଟଚ୍ କରୁଛି। ଟଚ୍ କଲା ପରେ କେମିତି ଲାଇଟ୍ ଜଳୁଛି। ପୁଣି 2 ଥର ତାକୁ ଟଚ୍ କରୁଛି, କେମିତି ସୁଇଚ୍ ବନ୍ଦ ହେଇଯାଉଛି। ବଢ଼ିଆ ଟ୍ରିକ୍ଟେ, ଭଲ ଲାଗୁଛି। ଯଦି ଭଲ ଲାଗୁଥିବ ସୁନ୍ଦର କମେଣ୍ଟ କରନ୍ତୁ, ଲାଇକ୍ କରନ୍ତୁ, ସାଙ୍ଗମାନଙ୍କୁ ସେୟାର କରନ୍ତୁ। ଜୟ ଜଗନ୍ନାଥ।